କେଉଁଠି ରାଧାନାଥଙ୍କ ରଚିତ ଖଣ୍ଡକାବ୍ୟ? ଚିଲିକା, ମହାଯାତ୍ରା, ଦରବାର, ଚନ୍ଦ୍ରଭାଗା। ଉତ୍ତରଟି ହେଉଛି ଚିଲିକା। କେଉଁଟି କରଣୀ ଶବ୍ଦର ପ୍ରକୃତି ପ୍ରତ୍ୟୟ? କ୍ରୁ ପ୍ଲସ୍ ଅନିୟ, କ୍ରୁ ପ୍ଲସ୍ ଅଣିୟ, କର ପ୍ଲସ୍ ଅଣିୟ, କରଣ ପ୍ଲସ୍ ଇୟ। ଉତ୍ତରଟି ହେଉଛି କ୍ରୁ ପ୍ଲସ୍ ଅନିୟ, କରଣୀୟ। କେଉଁ ଶବ୍ଦଟି ତଦ୍ଧିତ ପ୍ରତ୍ୟୟ ଓ ଯୋଗରେ ଗଠିତ ହୋଇନାହିଁ? ବୈଷ୍ଣବ, ଅର୍ଣ୍ଣବ, ଆର୍ଯ୍ୟବ, ଗୌରବ। ଉତ୍ତରଟି ହେଉଛି ଆର୍ଯ୍ୟବ। ମୃତକ ଶବ୍ଦର ବିପରୀତାର୍ଥକ ବୋଧକ ଶବ୍ଦଟି କ'ଣ? ଜୀବକ, ଜାତକ, ସୂତକ, ଜୀବିତ। ଉତ୍ତରଟି ହେଉଛି ଜାତକ। ଭାଷା ଶିକ୍ଷା କ୍ଷେତ୍ରରେ କେଉଁ ଦକ୍ଷତାର ବିକାଶ ଘଟାଇବା ଅଧିକ ଜଟିଳ? ଶ୍ରବଣ, କଥନ, ପଠନ, ଲିଖନ। ଉତ୍ତରଟି ହେଉଛି ଲିଖନ। ଶିଶୁର କେଉଁ ଦକ୍ଷତାର ପୂର୍ଣ୍ଣତମ ବିକାଶ କରାଇବା ପ୍ରଥମ କର୍ତ୍ତବ୍ୟ ହେବା ଉଚିତ? ଶ୍ରବଣ, ଲିଖନ, ପଠନ, କଥନ। ଉତ୍ତରଟି ହେଉଛି ଶ୍ରବଣ।